ମୁଁ ଆପଣମାନଙ୍କୁ ସମସ୍ତ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ୱେବ୍ ଚ୍ୟାନେଲ୍, ଫଟୋ ଜର୍ଣ୍ଣାଲିଷ୍ଟ ସମସ୍ତଙ୍କୁ ଆଜି ଏ ସାମ୍ବାଦିକ ଭେଟବାର୍କୁ ସ୍ୱାଗତ କରୁଛି ଏବଂ ଆପଣମାନେ ସଂକ୍ଷେପରେ ଜାଣିଲେ ଦେବାଶିଷ ବାବୁ କହିଲେ ଯେ ମୋ ସହିତ ଦେବାଶିଷ ବାବୁ ଆମ କିଷାନ ଟିମ୍ର ଅନ୍ୟତମ ସଦସ୍ୟ ଏବଂ ମୁଖପାତ୍ର ଅଛନ୍ତି, ପ୍ରଦେଶ କଂଗ୍ରେସ କମିଟିର ହିମାଂଶୁ ବାବୁ ବସିଛନ୍ତି। ଗମ୍ଭୀର ସମସ୍ୟା, ଗମ୍ଭୀର ଅବସ୍ଥା ଦେଇକରି ଓଡ଼ିଶାର ଚାଷୀ କୂଳ ଗତି କରୁଛି। ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ସରକାର ଯିଏ ଅଛନ୍ତି ସେ ଯାହା କହିଲେ ସବୁ ଫ୍ରଣ୍ଟରେ ଅକାମୀ ହୋଇଥିଲେ ମଧ୍ୟ ଆଶା କରାଯାଉଥିଲା ଚାଷୀକି ଅତି ଲୋଭନୀୟ ପ୍ରତିଶ୍ରୁତି ଦେଇକରି, ଆକର୍ଷଣୀୟ ପ୍ରତିଶ୍ରୁତି ଦେଇକରି ସରକାରକୁ ଆସିବାକୁ ସମର୍ଥ ହୋଇଥିଲା ବେଳେ ଚାଷୀମାନେ ଆଶାବାଦୀ ଥିଲେ ଯେ କିଛି ସଫଳ କଥା ଇଏ ସରକାର କରିବ। କିନ୍ତୁ ଏମିତି ଅବସ୍ଥା ହେଇଛି ବର୍ତ୍ତମାନ ଓଡ଼ିଶାରେ ଖରିଫ ଫସଲର ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଛି, ଖୁବ୍ ଜୋରରେ ଆରମ୍ଭ ହୋଇଯାଇଛି। ଅନୁକୂଳ ମୌସୁମୀ ଯୋଗୁଁ ଚାଷୀମାନେ ସମସ୍ତେ କ୍ଷେତରେ ବ୍ୟସ୍ତ ଅଛନ୍ତି, ଚାଷ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ରୁଆ ମୌସୁମୀରେ ବ୍ୟସ୍ତ ଅଛନ୍ତି। ଆମେ ସେଇଥିପାଇଁ ଉଭୟ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କଲୁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ। ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଭଦ୍ରକ ଯାଇଛୁ, ବାଲେଶ୍ୱର ଯାଇଛୁ, ଢେଙ୍କାନାଳ ଯାଇଛୁ, ଅନୁଗୁଳ ଯାଇଛୁ, ଦେବଗଡ଼ ଯାଇଛୁ, ସୁନ୍ଦରଗଡ଼ ଯାଇଛୁ, ରାଉରକେଲା ଯାଇଛୁ, ବରଗଡ଼ ଯାଇଛୁ, ବଲାଙ୍ଗୀର ଯାଇଛୁ, କଳାହାଣ୍ଡି ଯାଇଛୁ, ନୂଆପଡ଼ା ଯାଇଛୁ, ସୋନପୁର ଦେଇ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ କରିଛୁ ଏବଂ ଆମେ ଦେଖିଲୁ ଯାହାକୁ ଓଡ଼ିଶାର ହାତହାଣ୍ଡି କହନ୍ତି, ସେ ବରଗଡ଼ ହେଉ, ପଶ୍ଚିମ ଓଡ଼ିଶାର ଜିଲ୍ଲାମାନେ ହେଉ, ସେ ଇନ୍ଦ୍ରାବତୀ କଥା ହେଉ, ଯେଉଁଠି ଜଳସେଚନ ସୁବିଧା ଅଛି କଳାହାଣ୍ଡି କଥା ହେଉ, ଯେଉଁମାନେ ଧାନ ଅମଳ କରୁଛନ୍ତି ସେ ଚାଷୀ ସମସ୍ତଙ୍କ ମନରେ ଦଳ ମତ ନିର୍ବିଶେଷରେ ଗୋଟେ ଅତ୍ୟନ୍ତ ଅଜଣା ଆଶଙ୍କା ଏବଂ ଆତଙ୍କରେ ଚାଷୀମାନେ ଗ୍ରସ୍ତ କରୁଛନ୍ତି, ସମୟ କାଟୁଛନ୍ତି। କ'ଣ ସେଇଟା ନା ଚାଷୀ କଟନୀ ଛଟନୀର ସମ୍ମୁଖୀନ ହେଉଛି, ଚାଷୀ ବଳକା ଧାନ ଦେଇପାରୁନି। ମୋ କଥାକୁ ଆପଣମାନେ ମୁଁ ଅନୁରୋଧ କରିବି ଆପଣମାନଙ୍କୁ ଟିକେ ଧ୍ୟାନର ସହିତ ଶୁଣିଲେ। ଚାଷୀ ବଳକା ଧାନ ଦେଇପାରୁନି। ନନ୍ ଇରିଗେଟେଡ୍ ଧାନ ଯେଉଁଠି ଚାଷ ଅଛି ସେଠି ଏକର ପିଛା 13 କୁଇଣ୍ଟାଲ, ଯେଉଁଠି ଜଳସେଚନ ଅଛି ସେଠି ଏକର ପିଛା 26 କୁଇଣ୍ଟାଲ। ୟା ଧାର୍ଯ୍ୟ ହୋଇଗଲେ ମଧ୍ୟ ଆଜି ହାଇଲିଂ ଅବସ୍ଥା ଯେଉଁ ଆସିଛି ବର୍ତ୍ତମାନ ଏକର ପିଛା 15 କୁଇଣ୍ଟାଲ ବି ହେଉଛି, 20 କୁଇଣ୍ଟାଲ ବି ହେଉଛି। ବେଶୀ ଅମଳ ହେଉଥିଲେ ସେ ଧାନ କୁଆଡ଼େ ଯିବ? ଇଏ 13 କୁଇଣ୍ଟାଲ କଥା କହୁଥିଲା ବେଳେ ସରକାର ସେ 13 କୁଇଣ୍ଟାଲ ନେଉଛନ୍ତି, ବଳକା ଧାନ ନେଉନାହାନ୍ତି। ସେଇଠି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ମଧ୍ୟବର୍ତ୍ତୀ ମିଲର ଜରିଆରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ଯେଉଁ ମଧ୍ୟବର୍ତ୍ତୀ ଏଜେନ୍ସି ସବୁ ଇଣ୍ଟରମିଡ଼ିଏଟ୍ ଏଜେନ୍ସି ହେଉଛନ୍ତି ସରକାର ଭିତରେ ଚାଷୀ ଭିତରେ ବଳକା ଧାନକୁ ନେବା ପାଇଁ ଶାଗ ମାଛ ଦରରେ 1200, 1300, 1400, 1500 ଟଙ୍କା ନେଉଛନ୍ତି। ଆମେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ମୁଁ ଆପଣମାନଙ୍କ ପାଖରେ ଏ କଥାକୁ ଦୃଢ଼ ଭାବରେ ରଖିବାକୁ ଚାହେଁ। ସେଇଟା ହେଉଛି ଚାଷୀ ଯେତେ ଧାନ ଅମଳ କରୁଛି, ଆଜି ଚାଷୀ ଯେତେ ଧାନ ଅମଳ କରିବ 2026 ଡିସେମ୍ବର ମାସରେ, ପୌଷ ମାସରେ, ମାଘ ମାସରେ, ତାର ପରିବାର ପାଇଁ ରଖିସାରିଲା ପରେ ଭରଣ ପୋଷଣ ପାଇଁ ସମସ୍ତ ବଳକା ଧାନ ସରକାର କିଣନ୍ତୁ। ସେଥିରେ କାର୍ଡ ଫାର୍ଡ କଟନି ଛଟନି କିଛି ହେବ ନାହିଁ। ସମସ୍ତ ବଳକା ଧାନ ସରକାର କିଣନ୍ତୁ। ଚାଷୀ ଏବଂ ସରକାର ଭିତରେ ସିଧାସଳଖ ଧାନ କ୍ରୟ ବିକ୍ରୟ ହେବ, ପଇସା ଚାଷୀ ଆକାଉଣ୍ଟକୁ ଯାଉ। ଚାଷୀ ଆସିକି ଦିନ ରାତି 24 ଘଣ୍ଟା ଦିନ ମଣ୍ଡିରେ ବସିପାରିବ ନାହିଁ, ତାର ସମୟ ଦେଇକରି ଖରା ବର୍ଷାରେ ଶୋଇପାରିବ ନାହିଁ ଅପେକ୍ଷା କରିକି। ତେଣୁ ସରକାରଙ୍କ ପାଖରେ ଆମେ ପ୍ରଥମ ଦାବି ରଖୁଛୁ ସମସ୍ତ ବଳକା ଧାନ ସରକାର କିଣୁ, ସିଧାସଳଖ କିଣୁ ଏବଂ ସିଧାସଳଖ ସେ ପଇସା ତା ଆକାଉଣ୍ଟକୁ ଯାଉ। ନମ୍ବର 1। ନମ୍ବର 2, ଚାଷୀ କ'ଣ ଶିକାର ହେଉଛି ନା ପଶ୍ଚିମ ଓଡ଼ିଶାରେ ସାର ଗୋଟାଏ ପ୍ରକାର ଦରକାର ଥିଲେ ସରକାର ପାଖରେ ଆର ପ୍ରକାରର ସାର ମହଜୁଦ ଅଛି, ତାକୁ ଦେଇ ଦେଉଛନ୍ତି। ସେ ସାର ଦରକାର ନାହିଁ। ତେଣୁ ସାରର ଅଭାବ ଦେଖାଦେଇଛି, କୀଟନାଶକ ଔଷଧର ଅଭାବ ଦେଖାଦେଇଛି, ସାର ଔଷଧ ଏସବୁର ଅଭାବ ମଧ୍ୟ ଚାଷୀ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ କରୁଛି। ତେଣୁ ଆମେ ସେଇଟା ମଧ୍ୟ ଜାଣିଛୁ, ଏକଥା ନୂଆ କରି ଦେଖିଲୁ। ମୁଁ ଜାଣିନି କେତେବେଳେ କ'ଣ ଘଟିଥିଲା।
ବିହନ ଗୁଡ଼ାକ ଯେଉଁଟା ଦେଇଛନ୍ତି ଚାଷୀକି ସେ ଅଧା ଗଜା ହେଉଛି, ବାରେଣା ଗଜା ହେଉଛି, ଚାରେଣା ଗଜା ହେଉନି, ଚାରେଣା ଗଜା ହେଉଛି, ବାରେଣା ଗଜା ହେଉନି। ଇଏ ଗୋଟା ନ ଯଦଉ ନ ତଦଉ ଅବସ୍ଥାରେ ଚାଷୀ ପଡ଼ିଛି। କେଉଁ ବିହନଟା ଠିକ୍, କେଉଁ ବିହନଟା ଭୁଲ, ବିହନ ମଧ୍ୟ ଗଜା ହେଉନି, ତାର ଅଙ୍କୁରୋଦ୍ଗମ ହେଉନି। ତେଣୁ ଏଇଭଳି ଯେଉଁ ପରିସ୍ଥିତିର ଶିକାର ବର୍ତ୍ତମାନ ଚାଷୀ ହେଇଛି, ଇଏ ପରିସ୍ଥିତିରୁ ଚାଷୀକି ମୁକ୍ତ କରିବା ପାଇଁ ପ୍ରଦେଶ କିଷାନ କଂଗ୍ରେସ ଲଢ଼େଇ କରିବ। ନମ୍ବର 1। ନମ୍ବର 2 ହେଉଛି ସରକାର ଭତ୍ତା ଦେଉଛି। କାହାକୁ ଭତ୍ତା ଦେଉଛି? ବୃଦ୍ଧ, ବୃଦ୍ଧା, ଅକର୍ମଣ୍ୟ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ଦେଉଛି। ସେଇ ଭତ୍ତାରେ ଚାଷୀ ମିଶିବ ନାହିଁ। ବର୍ଷକରୁ 7 ମାସ 8 ମାସ ଖଟୁଛି, ଖରାରେ ତରାରେ ଖଟୁଛି, ମୁଣ୍ଡ ଝାଳ କୁଣ୍ଡରେ ମାରୁଛି, ତାଳୁ ଝାଳ ତଳିପାର ମାରୁଛି, ସିଏ ଶୀତତାପ ନିୟନ୍ତ୍ରିତ ଘରେ ବସିକିରି କିଛି କାମ କରୁନି। ସବୁ ବର୍ଗର ୱେଲଫେୟାର ଷ୍ଟେଟ୍ରେ, ଜନମଙ୍ଗଳ ରାଷ୍ଟ୍ରରେ ସମସ୍ତଙ୍କୁ ଭତ୍ତା ଦିଆଯାଉ ୱେବ୍ କାମ। କିନ୍ତୁ ଚାଷୀକି ଗୋଟେ ସ୍ୱତନ୍ତ୍ର ଭତ୍ତାଯୁକ୍ତ କରାଯାଉ। ସିଏ 55 ବର୍ଷରେ ଯେହେତୁ ଶାରୀରିକ ପରିଶ୍ରମ କରୁଛି, ଯେହେତୁ ମ୍ୟାନୁଆଲ କାମରେ ବ୍ୟସ୍ତ ରହୁଛି ବର୍ଷ ତମାମ, ତାକୁ 55 ବର୍ଷରେ 60 ବର୍ଷ ତା ପାଇଁ ଉପଯୁକ୍ତ ହେବନି। 55 ବର୍ଷରେ 10,000 ଟଙ୍କା ଚାଷୀ ଭତ୍ତା। ଏଇ ଗୋଟେ ନୂଆ କଥା ହେଉ, ଚାଷୀ ପାଇଁ ସ୍ୱତନ୍ତ୍ର ଭତ୍ତା ଦିଆଯାଉ, 10,000 ଟଙ୍କା ଦିଆଯାଉ। ଆପଣମାନେ ଏଇ କଥାକୁ ଟିକେ ଉପଲବ୍ଧି କରନ୍ତୁ। ମୁଁ ସାମ୍ବାଦିକ ଭାଇମାନଙ୍କର ବିବେକକୁ ପଚାରିବି ଟିକେ ଯେ ଅନ୍ୟମାନେ ଯେତେବେଳେ ଭତ୍ତା ପାଉଛନ୍ତି, ଯେ ତାଙ୍କର କର୍ମତତ୍ପରତା ଏବଂ ତାଙ୍କର କର୍ମସ୍ଥଳୀ, ଚାଷୀର କର୍ମସ୍ଥଳୀ ଦୋସରା। ଚାଷୀର କର୍ମସ୍ଥଳୀ ଦୋସରା। ସେ ଖୋଲା ଆକାଶ ତଳେ କାମ କରେ, ବର୍ଷାରେ କାମ କରେ, ଶୀତରେ କାମ କରେ, କାକରରେ କାମ କରେ, ତାର ବଳ କମିଯାଏ, ଶକ୍ତି କମିଯାଏ, ସାମର୍ଥ୍ୟ କମିଯାଏ, ରୁଗ୍ଣ ହେଇଯାଏ। ସେଇଭଳି ଅବସ୍ଥାରେ ଚାଷୀକି ସ୍ୱତନ୍ତ୍ର ଭତ୍ତାଯୁକ୍ତ କରାଯାଉ। ଆମେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଦାବି କରୁ।